ଜୟ ଜଗନ୍ନାଥ ଜୟ ଭୀମ। ଭାଇମାନେ ଦେଖନ୍ତୁ, ଓଡ଼ିଶାରେ ଏବେ ନୂତନ ଗଭର୍ଣ୍ଣମେଣ୍ଟ ଆସିଯାଇଛି। ମୁଁ ଭାବୁଛି ସବୁ ଜାତିରେ ବର୍ଗରେ ଭାଇମାନେ କିଛି ଉନ୍ନତ ହେଇପାରିବେ। ମୋର କହିବା କଥା, କେଉଁଝର ଜିଲ୍ଲା ଗୋଟେ ଖଣି ଖାଦାନ ଏରିଆ। ସେଠି ବର୍ତ୍ତମାନ ପାଇଁ ଆମମାନଙ୍କୁ କିଛି ଗୋଟେ ସୁବିଧା ନାହିଁ। କଟକ ମେଡ଼ିକାଲ ଆସିଲେ ଖାଲି ଆମକୁ 300 ଟଙ୍କା ଡେଲି ହାଜିରା ମିଳୁଛି। କିଏ ଦିନେ 2 ଦିନ ରହୁଛି, 2 ଦିନ ପରେ ପୁଣି ଘରକୁ ପଳାଉଛି। ଆମ ଜିଲ୍ଲାରେ ଏତେ ଖଣି ଖାଦାନ ଥାଇକି କି ଆମ କେଉଁଝର ଜିଲ୍ଲାରେ କି ଅଲ୍ ଓଡ଼ିଶାରେ ଯେଉଁ ଜିଲ୍ଲାରେ ମାଇନ୍ସ ଅଛି ତାଙ୍କ ପାଇଁ 20-30 ହଜାର ଭର୍ତ୍ତା କରିବାର ଆବଶ୍ୟକ। ଆଜି କେଉଁଝର ଜିଲ୍ଲା, ଯାଜପୁର, ସୁନ୍ଦରଗଡ଼, ତାଳଚେର, ମୟୂରଭଞ୍ଜ, ଓଡ଼ିଶାରେ 30ଟା ଜିଲ୍ଲା ଭିତରେ 5-6ଟା ଜିଲ୍ଲାରେ ମାଇନ୍ସ ଅଛି। ଅଲ୍ ଓଡ଼ିଶା ଲୋକ ସେଥିରେ ବଞ୍ଚୁଛନ୍ତି। ତାଙ୍କମାନଙ୍କୁ ଯାହା ଫ୍ୟାସିଲିଟି ମିଳୁଛି ଆମମାନଙ୍କୁ ସେ ମିଳୁଛି। ତାମାନେ ଆମ ଜିଲ୍ଲାରେ ଆଇରନ୍ ଖଣି ମାନେ କୋଇଲା, ବକ୍ସାଇଟ୍ ସବୁ ଯାଇକି ଆମେ କ'ଣ ପାଇଁ କିଛି ଗୋଟେ ଉପକୃତ ହେଇପାରୁନୁ? ଆମର ଗୋଟେ ମୋହନ ବାବୁ ଗଭର୍ଣ୍ଣମେଣ୍ଟରେ ଗୋଟେ ଦାବି ରହିଲା ଯେ ଆମମାନଙ୍କୁ ଦିଆଯାଉ ଭତ୍ତା 20,000 ମାସକୁ। 20,000 ପ୍ଲସ୍ ଆମର ଯେଉଁ ମେଡ଼ିକାଲ ଯେଉଁ ସୁବିଧା ଅଛି ସେରା ବି ଫ୍ୟାସିଲିଟି ମିଳୁ, ଟୋଟାଲ ଫ୍ରି। ଆମ ଜିଲ୍ଲାରୁ ସବୁ ଲୁହା ପଥର ଯାଇକି ଅଲଗା ରାଜ୍ୟରେ ଲୋକମାନେ ଉପକୃତ ହେଉଛନ୍ତି, କି ଅଲଗା ରାଜ୍ୟର ରାସ୍ତାଘାଟ ସବୁ ମାନେ ଭଲ। କେଉଁଝର ଜିଲ୍ଲାରେ ରାସ୍ତାଘାଟ ଖରାପ। ବର୍ତ୍ତମାନ ପାଇଁ ନବୀନ ବାବୁ ଗଭର୍ଣ୍ଣମେଣ୍ଟ 25 ବର୍ଷ ହେଲା କିଛି କରିପାରିଲାନି। ଏବେ ବିଜେପି ଗଭର୍ଣ୍ଣମେଣ୍ଟ ଆସିଛି। ଆମେ ଭାବୁଛୁ କିଛି ଆମ ପାଇଁ କିଛି ହେଇପାରିବ ସୁବିଧା। ଆଉ ଆମର କେଉଁଝର ଜିଲ୍ଲାରେ ବର୍ତ୍ତମାନ ଯେତେ ଦଳିତ ସମାଜ, ଆଦିବାସୀ ଅଛନ୍ତି, ଖ୍ରୀଷ୍ଟିଆନ ବର୍ଗର ଲୋକ ଅଛନ୍ତି, ସବୁ ଗରିବ ଶ୍ରେଣୀର ଲୋକମାନେ ଅଛନ୍ତି। ତାଙ୍କ ପାଇଁ ଟିକେ ଭତ୍ତା ଅଧିକ କରିବାଟା ନିହାତି ଆବଶ୍ୟକ। ତା ଭିତରେ ଧର ଅଲଗା ଯେଉଁ ରହିଲେ ଆମର OBC କାଷ୍ଟରେ, ସେ ବି କିଛି ଗରିବ ଶ୍ରେଣୀର ଲୋକମାନେ ଅଛନ୍ତି, ତାଙ୍କ ପାଇଁ ବି ଭତ୍ତା କରିବା ନିହାତି ଆବଶ୍ୟକ। କେଉଁଝର ଜିଲ୍ଲାରେ ଘସିପୁରା ବ୍ଲକ, ସେଠି ଆମର ଗୋଟେ ମେଡ଼ିକାଲ ନିହାତି ଆବଶ୍ୟକ ହେଉଛି। ଓଡ଼ିଶାରେ 30ଟା ଜିଲ୍ଲାରେ ଯେଉଁ ଆମର PC କାରବାର ଚାଲିଛି, ଆମେ ଭାବୁଛୁ ବନ୍ଦ ହେଇଗଲେ ବହୁତ ବଢ଼ିଆ ହୁଅନ୍ତା। ଆପଣ କଣ୍ଟ୍ରାକ୍ଟ କାମ କରିବେ 5 ଲକ୍ଷ, PC ନେବେ ସେମାନେ 1.5 ଲକ୍ଷ। ତାହେଲେ ଏସବୁ କେଉଁ ଆଇନରେ? ଆମେ ଭାବୁଛୁ 2024ରେ ମୋହନ ବାବୁ ଆସୁଛନ୍ତି, PC କାରବାର କିଛି ବନ୍ଦ ହେବ। ଯେଉଁ ଅଛନ୍ତି ଆମର ଗଭର୍ଣ୍ଣମେଣ୍ଟ ଷ୍ଟାଫ୍ ଯେଉଁ ଅଛନ୍ତି ବ୍ଲକରେ କି ପଞ୍ଚାୟତରେ, ତାଙ୍କ ଦରମା ଯେତିକି ସେ ମାସକୁ 5 ଲକ୍ଷ କମାଉଛନ୍ତି। କେବଳ ତାଙ୍କ ଛୁଆ ପିଲାମାନେ ଭଲ ପାଠ ପଢ଼ି ପାରୁଛନ୍ତି, କି ସେମାନେ ଭଲରେ ଖାଇପାରୁଛନ୍ତି, ଭଲ ପିନ୍ଧି ପାରୁଛନ୍ତି, ନା ଆଉ ଯେକୌଣସି
ଲୋକାଲ ଭାଇମାନେ କିଛି ଗୋଟେ ସୁବିଧା ପାଇପାରୁନାହାନ୍ତି। ଓଲଟି ସେମାନେ ଗରିବ ହେଇକି ଅସୁବିଧାରେ ପଡ଼ୁଛନ୍ତି। କିଛି ରୋଗ ବେମାର ହେଲେ ବି ଲୋକ ମରିଯାଉଛନ୍ତି ପଇସା ଅଭାବରେ। ଆମର ଏତିକି ଅଛି ବିଜେପି ଗଭର୍ଣ୍ଣମେଣ୍ଟକୁ ପିସି କାରବାର ବନ୍ଦ ହବ। ଆଉ ଯେତିକି ଅଛନ୍ତି ଆମର SDO BDO ଏମାନଙ୍କୁ ଗଭର୍ଣ୍ଣମେଣ୍ଟ CBI କି ତଦନ୍ତ ମୁକ୍ତ ହେବା ନିହାତି ଆବଶ୍ୟକ। ଏମାନଙ୍କର ଦରମା କେତେ ଧନ ବଢ଼ିଲା ସେମାନଙ୍କୁ ଜେଲ୍ ପଠାଇବାଟା ସବୁଠୁ ଆବଶ୍ୟକ। କେବଳ ଓଡ଼ିଶାରେ ଯେତେ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କେବଳ ମାଷ୍ଟର ସାର୍ ମାନେ ଟିଚର ମାନେ ଯାହା ପଇସା ପତ୍ର ଖାଉନାହାନ୍ତି, ନହେଲେ ଆଉ ଯେତିକି କୋଟି କୋଟି ଟଙ୍କା ପଇସା କମାଉଛନ୍ତି ସେମାନଙ୍କୁ ମାନେ ହେଡ଼କ୍ୱାର୍ଟର ଜେଲରେ ତାଙ୍କୁ ରଖିବାର ଅଛି। ବର୍ତ୍ତମାନ ପାଇଁ ଏ ଦେଖନ୍ତୁ, ଆପଣଙ୍କୁ ମୁଁ ଦେଖାଉଛି ଜାହାଜଟା। ଏ ଜାହାଜ କେବଳ ଧର୍ମରେ ବୋଲି ପାଣିରେ ଚାଲିଛି। ପାଣିରେ ଲୁହା ବୁଡ଼ିଯିବା କଥା। ଜାହାଜ କ'ଣ ପାଇଁ ପାଣିରେ ଭାସୁଛି ନା ଏଠି ଧର୍ମ ଅଛି। ଆଉ ଏଇ ଗଭର୍ଣ୍ଣମେଣ୍ଟ ବାବୁମାନେ ଅଧର୍ମ କାମ କରୁଛନ୍ତି। ଦେଖନ୍ତୁ ଜାହାଜ ଲୁହା ହେଉଛି ପାଣିରେ ଭାସୁଛି। ଜୟ ଜଗନ୍ନାଥ, ଜୟ ଭୀମ।